ଯେକୌଣସି ଉପବାସ ବାର ବ୍ରତରେ ଏମିତିକା ନୂଆ ପ୍ରକାରର ଚଟପଟା ସାବୁଦାନାର ସୁପ୍ ବନାନ୍ତୁ। ଦେଖିବେ ସମସ୍ତେ ଏହି ସୁପ୍କୁ ଖାଇବା ପାଇଁ ବହୁତ ହି ପସନ୍ଦ କରିବେ। ବହୁତ ହି ଅଳ୍ପ ସମୟରେ ଏହି ସୁପ୍କୁ ବନେଇ ହେଇଥାଏ। ଆପଣମାନଙ୍କୁ ଯଦି ବି ଉପାସ ବାର ବ୍ରତରେ କିଛି ବି ଖାଇବା ପାଇଁ ଇଚ୍ଛା ହେଉନଥିବ ତାହେଲେ ଏମିତିକା ସୁପ୍ ବନେଇ ନିଅନ୍ତୁ। ଦେଖିବେ ବହୁତ ହି ପସନ୍ଦ ଆସିବ ଖାଇବା ପାଇଁ। ନମସ୍କାର, ଆରତି କିଚେନ୍ ଭିଲେଜ୍ ଏବେ ଆମେ ରେସିପି ଷ୍ଟାର୍ଟ କରିବା। ଏଠି ଗୋଟେ ପାତ୍ର ମୁଁ ନେଇଛି। ଏ ପାତ୍ରରେ ଆମେ ନେଇନେବା ଗୋଟାଏ ଗିନା ସାବୁଦାନା। ଏଠି ମୁଁ ଛୋଟ ଦାନା ସାବୁ ନେଇଛି, ଆପଣ ଚାହିଁଲେ ବଡ଼ ଦାନା ସାବୁ ବି ନେଇପାରିବେ। ଏ ପାତ୍ରରେ ଦେଇ ଆମେ ଏ ସାବୁଦାନାକୁ 3 ରୁ 4 ଥର ଭଲ ଭାବରେ ଏମିତି ଚକଟିକିନା ଧୋଇ ନେବା। ସାବୁଦାନାରେ ଯେଉଁ ଅପରିଷ୍କାର ପାଣି ଥାଏ ପାଣିକୁ ବାହାର କରିନେବା। ଏଠି ଭଲ ଭାବରେ ମୁଁ ସାବୁଦାନାକୁ ଧୋଇ ନେଇଛି। ଏବେ ଆମେ ଏଥିରେ ଆଉ ଅଧା ଗିନା ମାପର ପାଣି ଦେଇ ଆକୁ ଆମେ ଢାଙ୍କୁଣୀ ଦେଇ 10 ମିନିଟ୍ ପାଇଁ ଛାଡ଼ିଦେବା, ତାକି ସାବୁଦାନା ଆମର ଭଲ ଭାବରେ ବତୁରି ଯିବ। ଏବେ ଗ୍ୟାସରେ କଡ଼େଇ ବସାଇ ଦେଇଛି। କଡ଼େଇ ଗରମ ହୋଇଗଲା ପରେ ଏଇଥିରେ ଆମେ ଦେଇଦେବା 2 ଚାମଚ ରିଫାଇନ୍ ତେଲ। ତେଲ ଗରମ ହୋଇଗଲେ ଏଇଥିରେ ଆମେ 2 ଚାମଚ ଦେଇଦେବା ଚିନାବାଦାମ। ଚିନାବାଦାମକୁ ଆମେ ହାଲକା ଭାଜି ନେବା। ଏମିତି ଚିନାବାଦାମ ବି ଆମର ଭଲ ଭାବରେ ଭାଜି ହେଇଗଲାଣି। ଏବେ ଏଇଥିରେ ଦେଇଦେବା ଏମିତି ନଡ଼ିଆକୁ ମୁଁ ଏମିତି ପତଳା ପତଳା କାଟିକି ନେଇଛି। ନଡ଼ିଆକୁ ଦେଇ ଆକୁ ବି ଭଲ ଭାବରେ ଭାଜି ନେବା। ଏଇଠି ନଡ଼ିଆ ଆମର ଭଲ ଭାବରେ ଭାଜି ହେଇଗଲାଣି। ଏଇଠି କିଛି କାଜୁକୁ ଏମିତି ଫାଳ କରିକି ନେଇଛି, ଆଉ କିଛି ଆଲମଣ୍ଡକୁ ଏମିତି କାଟିକି ମୁଁ ନେଇଛି। ସବୁତକ ଦେଇ ଆକୁ ଭଲ ଭାବରେ ଲାଲ ଲାଲ କରି ଭାଜି ନେବା। ଏଇଠି ସବୁତକ ଡ୍ରାଇ ଫ୍ରୁଟ୍ ଆମର ଲାଲ ଲାଲ ହେଇ ଭାଜି ହେଇଗଲାଣି। ଗୋଟାଏ ପ୍ଲେଟ୍କୁ ଏସବୁକୁ ଆମେ ବାହାର କରିନେବା। ସବୁତକକୁ ବାହାର କରିନେଇ ସାରିଲା ପରେ ସେଇ ସେମ୍ କଡ଼େଇରେ ଆଉ 2 ଚାମଚ ରିଫାଇନ୍ ତେଲ ଦେଇ ଗୋଟାଏ ଚାମଚ ଦେଇଦେବା ଜିରା। ଜିରା ଭଲ ଭାବରେ ଫୁଟି ହେଇଗଲା ପରେ ଏମିତି ଛୋଟ ଛୋଟ କାଟିକି ରଖିଥିବା ଗାଜର ଆଉ ଛୋଟ ଛୋଟ କାଟିକି ରଖିଥିବା ଆଳୁକୁ ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେଇ ଆକୁ ଭଲ ଭାବରେ ଏମିତି ମିଶାଇ ଆକୁ ଆମେ ଟିକେ କଭର କରି ଛାଡ଼ିଦେବା। ଏବେ କଭର କାଢ଼ି ଆକୁ ପୁଣି ଥରେ ମିଶାଇ ନେବା। ଆଳୁ ଆଉ ଟିକେ ଆମର ସିଝିବ। ଏବେ ପୁଣି ଥରେ କଭର କରି ଆଉ ଗୋଟାଏ ମିନିଟ୍ ପାଇଁ ଛାଡ଼ିଦେବା। ଏଇଠି ଆଳୁ ବି ଆମର ଭଲ ଭାବରେ ସିଝିଗଲାଣି, ଗାଜର ବି ଭଲ ଭାବରେ ସିଝିଗଲାଣି। ସବୁତକ ଭଲ ଭାବରେ ସିଝିଗଲାଣି। ଏବେ ଏଇଥିରେ 2 ଚାମଚ ଗ୍ରେଟ୍ କରିକି ରଖିଥିବା ଅଦା ଆଉ ଛୋଟ ଛୋଟ କାଟିକି ରଖିଥିବା କଞ୍ଚା ଲଙ୍କା ଆଉ କିଛି ଭୃସଙ୍ଗା ପତ୍ର ଦେଇ ଆକୁ ଭଲ ଭାବରେ ଆମେ ଭାଜି ନେବା। ଏଇଠି ସବୁତକକୁ ଭଲ ଭାବରେ ଭାଜି ନେଇଛି। ଭଲ ଭାବରେ ଇଏ ଭାଜି ହେଇଗଲାଣି। ଏବେ ଯେଉଁ ସାବୁଦାନାକୁ ଆମେ ବତୁରେଇକି ରଖିଥିଲେ ପାଣି ଭଲ ଭାବରେ ଇଏ ଟାଣି ନେଇଛି। ଭଲ ଭାବରେ ସାବୁଦାନା ବି ଆମର ବତୁରି ଯାଇଛି। ଏଇଥିରେ ଆମେ ସାବୁଦାନାକୁ ଦେଇଦେବା। ଆକୁ 2 ରୁ 3 ମିନିଟ୍ ପାଇଁ ଆକୁ ଆମେ ଭାଜି ନେବା। ଏଇଠି ଭଲ ଭାବରେ ସାବୁଦାନା ବି ଆମର ଭଲ ଭାବରେ ଭାଜି ହେଇଗଲାଣି। ଭଲ ଭାବରେ ସାବୁଦାନା ଭାଜି ହେଇଗଲା ପରେ ନା ଆମେ ଏଇଥିରେ ପାଣି ଆଡ୍ କରିବା। ଆପଣ ଯେମିତି ସୁପ୍ ବନେଇବେ ସେଇ ସୁପ୍ ହିସାବରେ ଆପଣ ପାଣି ଦେବେ। ଏଇଠି ମୁଁ 2 ଗ୍ଲାସ୍ ମାପର ପାଣି ଦେଇଛି। ଆଉ ଏଇଥିରେ ଆଉ ଅଧା ଗ୍ଲାସ୍ ମାପର ମୁଁ ପାଣି ଦେଇଦେବି। ଭଲ ଭାବରେ ଆକୁ ଏମିତି ମିଶାଇ ନେବା। ଏଠି ଭଲ ଭାବରେ ମିଶାଇ ନେଇ ସାରିଲା ପରେ ଆକୁ କଭର କରି ଛାଡ଼ିଦେବା ଗୋଟାଏ ମିନିଟ୍ ପାଇଁ। ଗୋଟାଏ ମିନିଟ୍ ପରେ ମୁଁ କଭର କାଢ଼ିକି ଦେଖାଉଛି। ଏମିତି ଫୁଟି ଆସିଲେ ଆକୁ ପୁଣି ଥରେ ଏମିତି ମିଶାଇ ନେବା, ନହେଲେ ସାବୁଦାନା ଗୁଡ଼ିକ ତଳେ ଲାଗିଯିବ କଡ଼େଇରେ। ଏମିତି ମିଶାଇ ନେବା, ଏମିତି ଫୁଟିବା ପାଇଁ ଛାଡ଼ିଦେବା। ଏଇଠି ଭଲ ଭାବରେ ଆମର ଫୁଟିଗଲାଣି ସୁପ୍ଟି। ଏବେ ଆମେ ଯେଉଁ ରଖିଥିଲେ ଭାଜିକି ଡ୍ରାଇ ଫ୍ରୁଟ୍ ଗୁଡ଼ିକ ଏଇଥିରେ ଆମେ ସବୁତକ ଦେଇଦେବା। ଭଲ ଭାବରେ ଆକୁ ଆମେ ମିଶାଇ ନେବା। ସବୁତକକୁ ଆଉ 2 ମିନିଟ୍ ପାଇଁ ଆକୁ ଆମେ ଫୁଟାଇ ନେବା। ଏଠି ଭଲ ଭାବରେ ଫୁଟିଗଲାଣି। ଆମେ ଯେତେବେଳେ ଆଳୁ ଗାଜର ଭାଜିଥିଲେ ସେତେବେଳେ ଲୁଣ ଦେଇଥିଲେ, ଅଳ୍ପ ଟିକେ ଲୁଣ ଦେଇଦେବା। ଗୋଟାଏ ଚାମଚ ଚିନି ଦେଇଦେବା ଏଥିରେ ଟେଷ୍ଟକୁ ବାଲାନ୍ସ ରଖିବା ପାଇଁ। 1 ଚାମଚ ଏଥିରେ ଗୋଲମରିଚ ଗୁଣ୍ଡ ଆଉ 2 ଚାମଚ ଏଥିରେ ମୁଁ ଲେମ୍ବୁର ରସ ଦେଇଦେଇଛି। ତାହେଲେ ଟିକେ ମିଠା ଖଟା ଏବଂ ଟିକେ ରାଗ ରାଗ ଲାଗିବ, ଚଟପଟା ଲାଗିବ, ଖାଇବା ପାଇଁ ଭଲ ଲାଗିବ। ସବୁ ଜିନିଷକୁ ଆମେ ଭଲ ଭାବରେ ଏଇଠି ମିଶାଇ ନେବା। ଏଇଠି ସବୁ ଜିନିଷକୁ ମୁଁ ମିଶାଇ ନେଇଛି। ସାବୁଦାନାର ସୁପ୍ ଆମର ପୁରାପୁରି ରେଡ଼ି ହେଇଯାଇଛି।
केते सुंदर साबुदानार एई सूपटी देखा जाउची आपण माने देखिकी तो निश्चय जानि पारुथिबे। एबे पूरापूरी साबुदानार सूप आमर प्रस्तुत हो जाइची। एबे आमे गोटाए बाउल को ए साबुदानार सूप को बाहर करी सर्व करिबा। आपण माने निश्चय ए साबुदानार सूप को थरुटिए बनांतु देखिबे ए सूप को खाइबा पई समस्ते बहुत ही पसंद करिवे। आजिर भिडियोटी आपण मानकु केमिति लागिला निश्चय आपण माने मते कमेंट रे जणैबे। पुणी आपण मानक सह एक नुआ भिडियो रे देखा हबो। रहूची नमस्कार।